ଥରେ ଜଙ୍ଗଲରେ ଗୋଟିଏ ଛୋଟିଆ ଘରେ ରାନୀ ଚଢ଼େଇ ଏବଂ ତା ସ୍ୱାମୀ ମିଟୁ ଚଢ଼େଇ ବସବାସ କରୁଥିଲେ। ହଇଓ ଶୁଣୁଛ, ଦୋକାନକୁ ଯାଇକି କିଛି ରାସନ ଜିନିଷ ନେଇକି ଆସ। ଆମେ ଚଳିବା ପାଇଁ ଆମ ପାଖରେ କୌଣସି ରାସନ ଜିନିଷ ନାହିଁ। ଯାହା ସବୁ ରାସନ ଜିନିଷ ଥିଲା ସେସବୁ କାଲିଠାରୁ ସରିଗଲାଣି। ହଉ ରାନୀ, ତମେ ଅପେକ୍ଷା କର, ମୁଁ ଯାଇକି ଦୋକାନରୁ ରାସନ ଜିନିଷ ନେଇକି ଆସୁଛି। ଏମିତି କହି ମିଟୁ ଚଢ଼େଇ ରାସନ ଜିନିଷ ଆଣିବା ପାଇଁ ସେଇ ଜଙ୍ଗଲରେ ଥିବା ଶାଗୁଣା ଦୋକାନକୁ ଗଲା। ଶାଗୁଣା ଭାଇ, ବିଡ଼ି କଠାଟେ ଦେଲ। ହଁ ମିଟୁ ଭାଇ, ଏଇ ନିଅ ତମ ଜିନିଷ। ତମେ କି ବାଳ ଦୋକାନୀ? ତୁମକୁ ବିଡ଼ି ମାଗିଲେ ତମେ ବିଡ଼ି ଦଉଛ? ଶଳା ଘରୁ ଆଜି କାହା ମୁହଁ ଚାହିଁକି ଆସିଲି ଯେ ସକାଳୁ ସକାଳୁ ଏ ଖନା ହାବୁଡାରେ ପଡିଲି। ଲାଗୁଛି ଆଜି ବେଳାଟା ପୁରା ମୋର ଖରାପ। ଆଉ କିରା କହିଲ ତମେ? ନା କିଛି କହିନାହିଁ। ହଉ, ଏଇ ନିଅ ତମ ବିଡ଼ି, ଆଉ କଣ ନବ? ବୁଝିଲ ଶାଗୁଣା ଭାଇ, ମଉସା କାଲି ରାତିରେ ଆମ ଘରକୁ ଆସିଥିଲେ। ଯାହା ସବୁ ରାସନ ଜିନିଷ ଥିଲା ସେ ସବୁ ସରିଗଲା। କଣ କହିଲ? ପଇସା ତମ ପାଖରେ ନାହିଁ? ମୁଁ ଜାଣିଥିଲି ପରା। ସକାଳୁ ସକାଳୁ ତମେ ମୋ ମୁଣ୍ଡ ଖରାପ କରିବା ପାଇଁ ଏଠିକି ଆସିଛ। ଶାଗୁଣା ଭାଇ, ପଇସା ମୋ ପାଖରେ ଅଛି। ମୁଁ କହିଲି ମଉସା କାଲି ରାତିରେ ଆମ ଘରକୁ ଆସିଥିଲେ। ମୁଁ ଖନାକୁ ତମେ କାଲା। ମୁଁ ନାଳ କହିଲେ ତମକୁ ବାଳ ଶୁଭୁଛି। ମୁଁ ଆଉ ତମ ଦୋକାନରୁ ଜିନିଷ ନେବି ନାହିଁ। ମୁଁ ଘରକୁ ଯାଉଛି।